ଅଧା ଅନ୍ତରା ଯେତେବେଳେ ଗୋଟେ ମୁଖଟା ଅନ୍ତରା ଗାଇଲା ସେକେଣ୍ଡ ଅନ୍ତରା ସେ ଚାହୁଁଥିଲା ଗାଇବାକୁ ମୁଁ ତାର ଦେଖିକିରି ବନ୍ଦ କରିଦେଲି। ମୁଁ କହିଲି ହ୍ୟୁମାନ ମୋର ହେଇଯିବ, ମୁଁ କହିଲି ତାକୁ ପରେ କରିବା। ମୁଁ ଭାବିଥିଲି ତାକୁ ଆଉ ଏତେ ପେନ୍ ଦେବିନି, କାହିଁକିନା ମୁଁ ଫିଲ୍ କରିପାରିଲି ସିଏ ମୋତେ ମାନେ କିଛି କହିପାରୁନି, ସାର୍ ଡାକିଛନ୍ତି ମୁଁ ବମ୍ବେ ପଳେଇବି ବୋଲି ତାକୁ ଡାକିଥିଲି, କିନ୍ତୁ ସେ ତାର ଦେଖିକିରି ମୋତେ କଷ୍ଟ ହେଲା। ମୁଁ ସୌଭାଗ୍ୟକୁ କହିଲି, ମୁଁ କହିଲି ନାଇଁ ସେ ଗାଇପାରୁନି ଆଜି ଆଉ କରିବାନି। ତାପରେ ସମସ୍ତଙ୍କୁ ବିଦା କରିଦେଲି। ତାକୁ ପଚାରିଲି, ମୁଁ କହିଲି ପ୍ରକୃତରେ ତ ମୁଁ ବୁଝିବି କ'ଣ ତୋର ହେଉଛି ଅସୁବିଧା, କ'ଣ ଦେହ ହେଇଛି ତୋର ପ୍ରକୃତରେ ମୋତେ କହ। ମୁଁ ସବୁ କହିଥିଲା। କହିଲା ପରେ ମୁଁ ଭାବିଥିଲି ମୁଁ ତୁ ରେଷ୍ଟ ନେବୁ, ଖାଇବା ପିଇବା ଠିକ୍ କରିବୁ, ମେଡ଼ିସିନ ଠିକ୍ କରିବୁ, ଠିକ୍ ଟାଇମ୍ରେ ଖାଇବୁ, ତୋ ଦେହ ଭଲ ହେଇଯାଉ, ଆମେ ଏ ଗୀତଟାକୁ କମ୍ପ୍ଲିଟ୍ କରିବା। କିନ୍ତୁ ଭଗବାନଙ୍କର ଉଦ୍ଦେଶ୍ୟ ମୁଁ ଜାଣିନି। ସେ ଲାଇନ୍ଟା ହେଉଛି ବି ସେଇଆ, ଦୁନିଆଟେ ଅଛି ଏଇ ଦୁନିଆ ବାହାରେ। ପ୍ରକୃତରେ ସେ ଦୁନିଆଟେ ଅଛି, ସେ ଦୁନିଆ ବାହାରକୁ ପଳେଇ ଯାଇଛି। ସେ ଗୀତଟା ଗାଇଛି, ସେ ଗୀତଟା କମ୍ପ୍ଲିଟ୍ କରିପାରିନି, କିନ୍ତୁ ମୁଁ ଆପଣମାନଙ୍କ ମାଧ୍ୟମରେ କହୁଛି ସେ ଯେତିକି ଗାଇଛି ସେତିକି ଗୀତ ହିଁ ସିନେମାରେ ରହିବ। ତାକୁ ଆଉ ମୁଁ କମ୍ପ୍ଲିଟ୍ କରିବିନି। ସେ ଯୋଉଠି ଗାଇଛି ଏବଂ ସଂଯୋଗ ଏଇ ଷ୍ଟୁଡ଼ିଓରୁ କ୍ୟାରିୟର ଆରମ୍ଭ କରିଥିଲା, କିନ୍ତୁ ଏଇ ଷ୍ଟୁଡ଼ିଓରୁ ଶେଷ ଗୀତ ଗାଇଗଲା।